ନମସ୍କାର ସାଙ୍ଗମାନେ, ଆସନ୍ତୁ ଆଜି ଆଲୋଚନା କରିବା ସବୁଠାରୁ ବଡ଼ ପାପୀ କିଏ, ସ୍ତ୍ରୀ ନା ପୁରୁଷ। ଗୋଟିଏ ଜଙ୍ଗଲରେ ଗୋଟିଏ ଶୁଆ ଏବଂ ଶାରୀ ଏକାଠି ରହୁଥିଲେ। ସେମାନଙ୍କ ମଧ୍ୟରେ ବହୁତ ଭଲ ପାଇବା ଥିଲା। ଦିନେ କିଛି ବିବାଦ ହେତୁ ଶୁଆ ଏବଂ ଶାରୀ ମଧ୍ୟରେ ଝଗଡ଼ା ହୋଇଗଲା। ଶୁଆ କହିଲା ଯେ ଏହି ଦୁନିଆରେ ସବୁଠାରୁ ବଡ଼ ପାପୀ ଓ ଅବିଶ୍ୱାସୀ ହେଉଛନ୍ତି ନାରୀ। ଶାରୀ ଉତ୍ତର ଦେଲା ଯେ ଏହି ଦୁନିଆରେ ସବୁଠାରୁ ପାପୀ ଏବଂ ଅବିଶ୍ୱାସୀ ହେଉଛନ୍ତି ପୁରୁଷମାନେ। ଯେତେବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ିବାକୁ ଲାଗିଲା, ସେତେବେଳେ ସେମାନେ ସେମାନଙ୍କର ବିବାଦର ସମାଧାନ ପାଇଁ ଭଗବାନ ଶିବଙ୍କ ପାଖକୁ ଗଲେ ଏବଂ ନିଜ କଥା ଜଣାଇଲେ। ଭଗବାନ ଶିବ ଶୁଆକୁ କହିଲେ, ତୁମେ କେମିତି କହିପାରିବ ଯେ ଦୁନିଆରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ପାପୀ ଏବଂ ଅବିଶ୍ୱାସୀ? ସେତେବେଳେ ଶୁଆ କହିଲା, ମୁଁ ଏହି ପ୍ରସଙ୍ଗରେ ଗୋଟିଏ କାହାଣୀ କହିବାକୁ ଚାହୁଁଛି। ମାତା ପାର୍ବତୀ ଆସି କହିଲେ, ମୁଁ ମଧ୍ୟ ଏହି କାହାଣୀ ଶୁଣିବାକୁ ଚାହୁଁଛି। ତାପରେ ଭଗବାନ ଶିବ କହିଲେ, ଠିକ୍ ଅଛି। ତାପରେ ଶୁଆ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସମ୍ମୁଖରେ କାହାଣୀ ବର୍ଣ୍ଣନା କରିବା ଆରମ୍ଭ କରେ। ଏକ ରାଜ୍ୟରେ ଅଗ୍ରସେନ ନାମକ ଜଣେ ରାଜା ଶାସନ କରୁଥିଲେ। ତାଙ୍କର 4 ପୁତ୍ର ଥିଲେ, ଯେଉଁମାନେ ସମସ୍ତେ ଅତ୍ୟନ୍ତ ସାହସୀ ଏବଂ ଭବ୍ୟ ଥିଲେ। କିନ୍ତୁ ବଡ଼ ପୁତ୍ର, ଯାହାର ନାମ ଚନ୍ଦ୍ରସେନ ଥିଲା, ତାହା କେବଳ ଭବ୍ୟ ନୁହେଁ ବରଂ ମହିମାମୟ ମଧ୍ୟ ଏବଂ ତାଙ୍କ ପତ୍ନୀ ଚନ୍ଦ୍ରପ୍ରଭା ମଧ୍ୟ ଅତ୍ୟନ୍ତ ସୁନ୍ଦର ଥିଲେ। ସେ ତାଙ୍କ ସମ୍ମୁଖରେ ଅନ୍ୟ କୌଣସି ନାରୀକୁ ସୁନ୍ଦର ମନେ କରୁନଥିଲେ। ଦିନେ ରାଜା ଅଗ୍ରସେନ ତାଙ୍କ ପୁତ୍ର ଚନ୍ଦ୍ରସେନକୁ କୌଣସି କଥାରେ ରାଗିଯାଇ ରାଜ୍ୟରୁ ବହିଷ୍କାର କରିବାକୁ ଆଦେଶ ଦେଲେ। ରାଜାଙ୍କ ଏହି ଆଦେଶ ଶୁଣି ସମସ୍ତେ ଏ ବିଷୟରେ ଚିନ୍ତିତ ହେଲେ। ତାପରେ ଚନ୍ଦ୍ରସେନ ବହୁତ ଦୁଃଖିତ ହୋଇଗଲେ। ତାଙ୍କୁ ଦୁଃଖୀ ଦେଖି ତାଙ୍କ ପତ୍ନୀ ପଚାରିଲେ, ପ୍ରାଣନାଥ, ତୁମେ କାହିଁକି ଏତେ ଥକି ଯାଇଛ? ରାଜକୁମାର ହେବା ପରେ ବି ତୁମେ ଏତେ ଚିନ୍ତିତ କାହିଁକି? ତାପରେ ଚନ୍ଦ୍ରସେନ ନିଜ ପତ୍ନୀକୁ ସବୁକିଛି କହିଲେ। ଚନ୍ଦ୍ରପ୍ରଭା ତାଙ୍କ ସ୍ୱାମୀ ରାଜକୁମାର ଚନ୍ଦ୍ରସେନକୁ କହିଲେ, ଚନ୍ଦ୍ରସେନ, ଯଦି ତୁମେ ମୋତେ ଦାସୀଙ୍କ ପାଖରେ ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯିବ, ତେବେ ମୁଁ ତୁମ ବିନା କିପରି ବଞ୍ଚିପାରିବି? ମୁଁ ମଧ୍ୟ ତୁମ ସହିତ ଯିବ। ତେବେ ରାଜକୁମାର ଚନ୍ଦ୍ରସେନ କହିଲେ ଯେ ଅନ୍ୟ ରାଜ୍ୟରେ ଅନେକ ପ୍ରକାର ସଙ୍କଟ ରହିଛି। ତୁମେ ମୋ ସହିତ କିପରି ଚାଲିପାରିବ? ଏବଂ ତୁମେ ବହୁତ କୋମଳ, ସର୍ବଦା ମହଲରେ ରହିଆସିଛ। ତୁମେ ଏହି ଦୁଃଖକୁ କିପରି ସହ୍ୟ କରିପାରିବ? ରାଣୀ ଚନ୍ଦ୍ରପ୍ରଭା କହିଲେ, ପ୍ରୀତମ, ଅନ୍ୟ ରାଜ୍ୟରେ ଆସୁଥିବା ସମସ୍ତ ଦୁଃଖ ତୁମ ସାଥିରେ ରହି ଅତ୍ୟନ୍ତ ଆନନ୍ଦଦାୟକ ଲାଗିବ। ନଚେତ୍ ତୁମ ଜଙ୍ଗଲର ଦୁଃଖ ଅପେକ୍ଷା ରାଜପ୍ରସାଦର ସୁଖ ଅଧିକ ଭୟାନକ ଦେଖାଯିବ। ତେଣୁ ମୁଁ ମଧ୍ୟ ତୁମ ସହିତ ଯିବି। ରାଜକୁମାର ଚନ୍ଦ୍ରସେନ ଏସବୁ କଥା ଭାବି ପତ୍ନୀ ଚନ୍ଦ୍ରଭାଗାକୁ କହନ୍ତି, ତୁମେ ମନ ଦୁଃଖ କର ନାହିଁ, ମୁଁ ତୁମକୁ ସାଙ୍ଗରେ ନେବି। ଚନ୍ଦ୍ରପ୍ରଭା ଏଥିରେ ଖୁସି ହୋଇ ସ୍ୱାମୀଙ୍କ ସହ ଯିବାକୁ ପ୍ରସ୍ତୁତି ଆରମ୍ଭ କରେ। ପରଦିନ ସକାଳେ ସେମାନେ ରାଜ୍ୟରୁ ବାହାରି ଏକ ଜଙ୍ଗଲରେ ପହଞ୍ଚିଲେ। ସେମାନେ ଚାଲିବା ସମୟରେ ଥକିଯାଇ ଗୋଟିଏ ବରଗଛ ତଳେ ବିଶ୍ରାମ ନେବାକୁ ସ୍ଥିର କଲେ, କାରଣ ସେମାନେ ବହୁତ ଥକି ଯାଇଥିଲେ। ଥଣ୍ଡା ପବନ ବହୁଥିବାରୁ ତାଙ୍କୁ ତୁରନ୍ତ ନିଦ ହୋଇଯାଇଥିଲା। କିନ୍ତୁ କିଛି ସମୟ ପରେ ସେଠାରେ ଏକ ସାପ ରାଣୀକୁ କାମୁଡ଼ିଦେଲା। ତାପରେ ଶୁଆ କହିଲା, ପ୍ରଭୁ, ଆଗକୁ ଶୁଣନ୍ତୁ। ସାପ କାମୁଡ଼ିବା ଯୋଗୁଁ ରାଣୀ ଯନ୍ତ୍ରଣା ଭୋଗିବାକୁ ଲାଗିଲେ ଏବଂ ଚନ୍ଦ୍ରସେନଙ୍କ ନିଦ ଭାଙ୍ଗିଲା। ପରେ ଚନ୍ଦ୍ରସେନ ରାଣୀକୁ ଯନ୍ତ୍ରଣାରେ ଦେଖି ଏବଂ ସାପକୁ ଯାଉଥିବା ଦେଖି ଅସ୍ଥିର ହୋଇଗଲେ। ତାପରେ କିଛି ସମୟ ପରେ ରାଣୀଙ୍କ ମୃତ୍ୟୁ ଘଟିଲା। ମୃତ ରାଣୀକୁ ଦେଖି ଚନ୍ଦ୍ରସେନ ଜୋରରେ କାନ୍ଦିବାକୁ ଲାଗିଲେ। ତାଙ୍କ କାନ୍ଦ ଶୁଣି ଜଙ୍ଗଲର ପଶୁମାନେ ତାଙ୍କୁ ଖାଇବାକୁ ଆସିଲେ। ତାପରେ ଚନ୍ଦ୍ରସେନ ମନରେ ଭାବିଲେ ଯେ ଯଦି ଜୀବନସାଥୀ ମରିଗଲେଣି, ତେଣୁ ମୁଁ ଆଉ ବଞ୍ଚିବି କ'ଣ କରିବି? ତେଣୁ ମୁଁ ମଧ୍ୟ ଏହି ଜଙ୍ଗଲରେ ପ୍ରାଣତ୍ୟାଗ କରିଦେବି। ତାପରେ ସେ ରାଣୀଙ୍କ ମୃତଦେହ ପାଖରୁ ଉଠି ଜଙ୍ଗଲରୁ କାଠ ସଂଗ୍ରହ ପାଇଁ ଆରମ୍ଭ କଲେ ଏବଂ କାନ୍ଦି କାନ୍ଦି କହିଲେ, ମୁଁ ମଧ୍ୟ ରାଣୀଙ୍କ ଚିତାରେ ଜଳି ପ୍ରାଣତ୍ୟାଗ କରିଦେବି। ଠିକ୍ ସେହି ସମୟରେ ସ୍ୱର୍ଗରୁ ଜଣେ ଦେବଦୂତ ଆସି ତାଙ୍କୁ କାନ୍ଦୁଥିବା ଦେଖି ରାଜକୁମାର ଚନ୍ଦ୍ରସେନଙ୍କ ପାଖକୁ ଯାଇ ପଚାରିଲେ, ତୁମେ କାହିଁକି କାନ୍ଦୁଛ? ତୁମର ଦୁଃଖ କ'ଣ? ରାଜକୁମାର ଚନ୍ଦ୍ରସେନ ଦୂତଙ୍କୁ କହିଲେ, ମୋର ଦୁଃଖ ସହିବାର ସାମର୍ଥ୍ୟ ନାହିଁ। ମୁଁ ଚାହେଁ ଏ ପୃଥିବୀ ଫାଟିଯାଉ ଏବଂ ମୁଁ ସେଥିରେ ସମାହିତ ହୋଇଯାଏ। ତାପରେ ଦୂତ କହିଲେ, ତୁମେ ମୋତେ ନିଜର ଦୁଃଖ କୁହ।
ହୁଏତ ମୁଁ ତୁମକୁ ସାହାଯ୍ୟ କରିପାରିବି। ତାପରେ ଚନ୍ଦ୍ରସେନ କହିଲେ, ମହାରାଜ, ମୁଁ ଜଣେ ରାଜକୁମାର ଏବଂ ରାଜା ଅଗ୍ରସେନଙ୍କ ପୁତ୍ର। ଏଠାକୁ ଆସିବା ପରେ ମୋ ପତ୍ନୀକୁ ସାପ କାମୁଡ଼ି ଦେଇଛି ଏବଂ ସେ ମୃତ୍ୟୁବରଣ କରିଛନ୍ତି ଏବଂ ମୁଁ କାଠ ସଂଗ୍ରହ କରୁଛି, ଯାହାଦ୍ୱାରା ମୁଁ ମୋ ପତ୍ନୀଙ୍କ ସହିତ ନିଜକୁ ଦାହ କରିପାରିବି ଏବଂ ନିଜକୁ ମଧ୍ୟ ନିଆଁରେ ସମର୍ପିତ କରିପାରିବି। ତାପରେ ଦୂତ କହିଲେ, ଦିନେ ନା ଦିନେ ଏହି ଶରୀରକୁ ତ୍ୟାଗ କରିବାକୁ ପଡ଼ିବ। ଆପଣ ମଧ୍ୟ ଜାଣନ୍ତି ଯେ ଏହି ଦୁନିଆରେ କେହି କାହା ସହିତ ଆସନ୍ତି ନାହିଁ କି କାହା ସହିତ ଯାଆନ୍ତି ନାହିଁ। ତଥାପି ଆପଣ ମୂର୍ଖ ଭଳି ଏଭଳି କଥା କହୁଛନ୍ତି। ତୁମେ ବଞ୍ଚି ରହିଲେ ତୁମକୁ ଅନେକ ରାଣୀ ମିଳିବେ, ତେଣୁ ମରିବାର ଧାରଣା ଛାଡ଼ିଦିଅ। ଭଗବାନ ମଧ୍ୟ ଏହି ମାନବ ଶରୀର ପାଇବା ପାଇଁ ଇଚ୍ଛୁକ ଥାନ୍ତି। ତ ତୁମେ ଏହି ଶରୀରକୁ ନଷ୍ଟ କରିବାକୁ କାହିଁକି ଚାହୁଁଛ? ଏହିପରି କଥା ଦେବଦୂତଙ୍କ ଠାରୁ ଶୁଣିବା ପରେ ଚନ୍ଦ୍ରସେନ କୁହନ୍ତି, ମହାରାଜ, ତୁମେ ଯାହା କହିଛ ତାହା ସତ, କିନ୍ତୁ ମୁଁ କୌଣସି ଜନ୍ମରେ ମଧ୍ୟ ଏପରି ପତିବ୍ରତା ପତ୍ନୀ ପାଇବି ନାହିଁ। ତେଣୁ ମୁଁ ବି ମୋ ପତ୍ନୀ ସହିତ ମରିଯିବି। ଚନ୍ଦ୍ରସେନଙ୍କ ଚିନ୍ତାଧାରା ଶୁଣି ଦୂତ ଜାଣିପାରିଲେ ଯେ ତାଙ୍କ ପତ୍ନୀ ବିନା ବଞ୍ଚିପାରିବେ ନାହିଁ। ଦେବଦୂତ ଚନ୍ଦ୍ରସେନକୁ କହିଲେ, ରାଜକୁମାର, ତୁମ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ କେବଳ ଗୋଟିଏ ଉପାୟ ଅଛି। ବର୍ତ୍ତମାନ ମୋ କଥା ଧ୍ୟାନର ସହ ଶୁଣ। ତୁମେ ଯଦି ଏହି ଉପଚାର କରିପାରିବ, ତେବେ ତୁମର ରାଣୀ ବଞ୍ଚିପାରିବେ। ତାପରେ ଚନ୍ଦ୍ରସେନ କହିଲେ, ମହାରାଜ, ଆପଣ ମୋତେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି। ତାପରେ ଦୂତ କହିଲେ, ତୁମର ରାଣୀଙ୍କ ଆୟୁ ମାତ୍ର 20 ବର୍ଷ ଥିଲା ଏବଂ ସେ ଏହାକୁ ବିତାଇ ସାରିଥିଲେ ଏବଂ ତୁମର ଆୟୁ 70 ବର୍ଷ ଅଛି। ସେଥିମଧ୍ୟରୁ 30 ବର୍ଷ ବିତିଗଲାଣି। ତୁମ ଜୀବନରେ ଏବେ ବି 40 ବର୍ଷ ବାକି ଅଛି, ଅର୍ଥାତ୍ ତୁମ ପାଖରେ 40 ବର୍ଷ ଅଧିକ ବଞ୍ଚିବାର ସୁଯୋଗ ଅଛି। ଯଦି ତୁମେ ତୁମର ଜୀବନର ଅଧା ତୁମ ପତ୍ନୀକୁ ପ୍ରଦାନ କର, ତେବେ ତୁମ ଦୁହିଁଙ୍କ ଆୟୁ ସମାନ ହୋଇଯିବ। ଯଦି ତୁମେ ଏହାକୁ ଗ୍ରହଣ କରିବ, ତେବେ ରାଣୀ ଖୁବ୍ ଶୀଘ୍ର ଭଲ ହୋଇଯିବେ। ଦେବଦୂତଙ୍କ କଥା ଶୁଣି ରାଜକୁମାର ଚନ୍ଦ୍ରସେନ କହିଲେ, ମୁଁ ରାଜି। ତାପରେ ଦେବଦୂତ ଚନ୍ଦ୍ରସେନଙ୍କ ହାତରେ ପାଣି ଦେଇ ନିଜର 20 ବର୍ଷ ଆୟୁ ରାଣୀକୁ ଦେବା ପାଇଁ ରାଣୀଙ୍କ ପାଦରେ ପାଣି ଢାଳିବାକୁ ସଂକଳ୍ପ କରାଇଲେ। ଯେତେବେଳେ ଚନ୍ଦ୍ରସେନ ସଂକଳ୍ପ କରିନେଲେ, ଦେବଦୂତ କହିଲେ, ପ୍ରଥମେ ଗୋଟିଏ କଥାକୁ ଧ୍ୟାନର ସହ ବୁଝ। ଏଥିରେ ଏକ ଗୁପ୍ତ ରହସ୍ୟ ମଧ୍ୟ ରହିଛି। ଏବେ ତୁମକୁ ରାଣୀଙ୍କ ଆବଶ୍ୟକତା ଅଛି, ତେଣୁ ତାଙ୍କୁ ପାଣି ଢାଳି ବଞ୍ଚାଇ ପାରିବେ। କିନ୍ତୁ ଭବିଷ୍ୟତରେ ଆପଣ ନିଜର ସଂକଳ୍ପ ଫେରାଇ ପାରିବେ ଏବଂ ଯେତେବେଳେ ଆପଣ ସଂକଳ୍ପ ଫେରାଇ ଆଣିବେ, ଆପଣଙ୍କ ରାଣୀ ତୁରନ୍ତ ମରିଯିବେ। କିନ୍ତୁ ଗୋଟିଏ କଥା ସର୍ବଦା ମନେ ରଖନ୍ତୁ, ଏହି ସଂକଳ୍ପକୁ ଫେରାଇବା କଥା କେବେ ବି ରାଣୀକୁ କହିବେ ନାହିଁ, ନଚେତ୍ ଆପଣ ଆପଣଙ୍କର ସଂକଳ୍ପ କେବେ ବି ଫେରାଇ ଆଣିବାକୁ ସମର୍ଥ ହେବେ ନାହିଁ। ସର୍ବଦା ମନେ ରଖନ୍ତୁ ଯେ ଜୀବନରେ କିଛି କଥା ସବୁବେଳେ ଗୁପ୍ତ ରଖିବା ଉଚିତ, କାରଣ ବେଳେବେଳେ ଏହିସବୁ ଜିନିଷ କାମରେ ଆସିପାରେ। ତାପରେ ଦେବଦୂତ ଏତିକି କହି ଅନ୍ତର୍ଦ୍ଧାନ ହୋଇଗଲେ। ତାପରେ ଚନ୍ଦ୍ରସେନ ରାଣୀକୁ କହିଲେ, ତୁମେ ବହୁତ ଥକିଯାଇ ଶୋଇପଡ଼ିଥିଲ, ତେଣୁ ମୁଁ ତୁମକୁ ଉଠାଇ ନଥିଲି। ରାଜକୁମାର ଚନ୍ଦ୍ରସେନ ତାଙ୍କ ରାଣୀଙ୍କଠାରୁ ସମସ୍ତ ଘଟଣା ଲୁଚାଇ ରଖିଲେ, ଯେ ସାପ ତୁମକୁ କାମୁଡ଼ି ଦେଇଥିଲା ଏବଂ ତୁମେ ମରିଯାଇଥିଲ। ମୁଁ ତୁମକୁ କିପରି ଜୀବିତ କରିପାରିଲି। ରାଜକୁମାର ତାଙ୍କ ପତ୍ନୀଙ୍କଠାରୁ ଏସବୁ କଥା ଲୁଚାଇ ଦେଇଥିଲେ। ତାପରେ ଶୁଆ କହିଲା, ପ୍ରଭୁ। ତାପରେ ସେମାନେ ଦୁହେଁ ଆଗକୁ ଗଲେ। ଅନେକ ଦିନ ପରେ ସେମାନେ ଏକ ସୁନ୍ଦର ସ୍ଥାନ ଦେଖିଲେ, ଯେଉଁଠାରେ ଏକ ଫକୀରଙ୍କ କୁଡ଼ିଆ ଥିଲା। ଯେତେବେଳେ ସେ ସେଠାରେ ପହଞ୍ଚିଲେ, ଦେଖିଲେ ସେ ଜଣେ ସୁନ୍ଦର ଯୁବକ ଫକୀର ହୁକ୍କା ପିଉଛନ୍ତି। ସେମାନେ ଦୁହେଁ ବହୁତ ଥକି ଯାଇଥିଲେ, ତେଣୁ ସେମାନେ ଫକୀରଙ୍କ ପାଖରେ ବସିଲେ। ସେହି ସମୟରେ ରାଜକୁମାର ରାଣୀକୁ କହିଲେ, ରାଣୀ, ମୋତେ ବହୁତ ଶୋଷ ଲାଗିଲାଣି। ମୁଁ କୂଅ ପାଖକୁ ଯାଇ ପାଣି ପିଇ ଦେଉଛି। ଯଦି ତୁମେ ମଧ୍ୟ ଶୋଷ ଲାଗୁଛି, ତେବେ ମୁଁ ତୁମ ପାଇଁ ପାଣି ନେଇ ଆସିବି। ତାପରେ ରାଜକୁମାରଙ୍କ କଥା ଶୁଣି ରାଣୀ କହିଲେ, ମୋତେ ଶୋଷ ଲାଗୁନାହିଁ, ତୁମେ ପାଣି ପିଇନିଅ ଏବଂ ତାପରେ ଫେରିଆସ। ରାଣୀଙ୍କ ଉତ୍ତର ଶୁଣି ରାଜକୁମାର ଚନ୍ଦ୍ରସେନ କୂଅ ଆଡ଼କୁ ଚାଲିଗଲେ। ଚନ୍ଦ୍ରସେନ ପାଣି ପିଇବାକୁ ଯାଇଥିବା ବେଳେ ରାଜକୁମାରୀ ଚନ୍ଦ୍ରପ୍ରଭା ସେହି ଫକୀରଙ୍କୁ ଦେଖୁଥିଲେ। ଚନ୍ଦ୍ରପ୍ରଭା ଫକୀରଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଥିଲେ, ଅର୍ଥାତ୍ ସେ ତାଙ୍କୁ ହୃଦୟ ଦେଇଥିଲେ। ରାଣୀ ଫକୀରଙ୍କୁ ପଚାରିଲେ, ଫକୀର ସାହେବ, ତୁମେ ଏଠାରେ ରହୁଛନ୍ତି? ଫକୀର କହିଲେ, ଆପଣ ମଧ୍ୟ ମୋ ସହିତ ରହିପାରିବେ, କିନ୍ତୁ ଆପଣଙ୍କ ସ୍ୱାମୀ ମଧ୍ୟ ତେବେ ମୁଁ ଆପଣଙ୍କୁ କିପରି ନିଜ ସହ ରଖିବି? ଏହାପରେ ରାଜକୁମାରୀ ଚନ୍ଦ୍ରପ୍ରଭା
ଫକୀର ସମ୍ମୁଖରେ ନିଜ ପ୍ରେମ ପ୍ରକାଶ କଲେ। ତାପରେ ଫକୀର କହିଲେ, ମୁଁ ତୁମକୁ ଏକ ସମାଧାନ କହିବି। ତୁମେ ତୁମ ସ୍ୱାମୀକୁ ସେହି ପାଣି ଭିତରକୁ ଠେଲି ଦିଅ ଯେଉଁଠାକୁ ସେ ପାଣି ପିଇବାକୁ ଯାଇଛନ୍ତି। ତାପରେ ମୁଁ ତୁମକୁ ଦେଖିବି କ'ଣ କରିହେବ। ପାଣି ପିଇ ଚନ୍ଦ୍ରସେନ ରାଣୀଙ୍କ ପାଖକୁ ଆସିବା ପରେ ରାଣୀ କହିଲେ ଯେ ମୋତେ ମଧ୍ୟ ଏବେ ଶୋଷ ଲାଗୁଛି। କୂଅରୁ ମୋ ପାଇଁ ମଧ୍ୟ ପାଣି ଦିଅ। ତାପରେ ରାଜକୁମାର ଚନ୍ଦ୍ରସେନ କହିଲେ, ମୁଁ ତୁମକୁ ପୂର୍ବରୁ ପଚାରିଥିଲି ଏବଂ ତୁମେ ମନା କରିଥିଲ। ଆଚ୍ଛା ଠିକ୍ ଅଛି, ଯଦି ତୁମକୁ ଶୋଷ ଲାଗୁଛି ତେବେ ମୁଁ ଏବେ ପାଣି ଆଣି ଦେଉଛି। ତାପରେ ଚନ୍ଦ୍ରସେନ ପାଣି ଆଣିବାକୁ ଗଲେ। ତାପରେ ରାଣୀ କହିଲେ, ମୁଁ ମଧ୍ୟ ତୁମ ସହିତ ଯିବି। ବେଚାରା ଚନ୍ଦ୍ରସେନ ରାଣୀଙ୍କ ପ୍ରେମରେ ପାଗଳ ଥିଲେ। ସେ କ'ଣ ଜାଣିଥିଲେ ଯେ ରାଣୀ ତାଙ୍କ ସହିତ ତାଙ୍କ ଜୀବନ ନେବାକୁ ଆସୁଛନ୍ତି? ଯେତେବେଳେ ରାଜକୁମାର ଚନ୍ଦ୍ରସେନ କୂଅକୁ ଯାଇ ପାଣି ଭରିବା ପାଇଁ ବାଲ୍ଟି ପକାଇଲେ, ରାଣୀ ତାଙ୍କ ସ୍ୱାମୀ ଅର୍ଥାତ୍ ରାଜକୁମାର ଚନ୍ଦ୍ରସେନକୁ କୂଅ ଭିତରକୁ ଠେଲିଦେଲେ ଏବଂ ନିଜେ ଫକୀରଙ୍କ ସହିତ ଚାଲିଗଲେ। ସେ ଫକୀର ରାଣୀକୁ ସାଙ୍ଗରେ ନେଇ ଏକ ରାଜ୍ୟରେ ବସବାସ କରିବାକୁ ଲାଗିଲେ, ଯେଉଁଠାରେ ଦୁହେଁ ଖୁସିରେ ରହିଲେ। ଏହାପରେ ଫକୀର ରାଣୀକୁ ନୃତ୍ୟ କରିବା ଏବଂ ଗୀତ ଗାଇବା ଶିଖାଇଲେ, ଯେପରି ସେ ଜଣେ ନୃତ୍ୟଶିଳ୍ପୀ ହୋଇପାରିବେ। ଧୀରେ ଧୀରେ ରାଜକୁମାରୀ ପୁରା ସହରରେ ପ୍ରସିଦ୍ଧ ହୋଇଗଲେ। ଏହି ଉପାୟରେ ରାଣୀଙ୍କ ନୃତ୍ୟ ଓ ଗୀତ ଯୋଗୁଁ ଫକୀରଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଆସିଯାଇଥିଲା। ରାଣୀ ମଧ୍ୟ ସେହି ଫକୀରଙ୍କ ସହ ମଜାରେ ରହିବା ଆରମ୍ଭ କଲେ। ଯେତେବେଳେ ରାଣୀ ତାଙ୍କ ସ୍ୱାମୀ ଚନ୍ଦ୍ରସେନକୁ କୂଅ ଭିତରକୁ ଠେଲି ଦେଇଥିଲେ, ହଠାତ୍ ସେ କୂଅରେ ଝୁଲୁଥିବା ଏକ ଚେନ୍କୁ ଧରି ନେଇଥିଲେ ଏବଂ କୂଅରେ ଝୁଲି ରହିଥିଲେ ଏବଂ ଭଗବାନଙ୍କୁ ମନେ ପକାଇ ସେ ଭାବିବାକୁ ଲାଗିଲେ, ଏହା ହିଁ ମୋ ପ୍ରେମ ପାଇଁ ଦଣ୍ଡ କି? କିଛି ସମୟ ପରେ ସେଠାକୁ ବଞ୍ଜାରା ଏକ ସମୂହ ଆସିଲା। ସମୂହରୁ ଏକ ବଞ୍ଜାରା ବାଲ୍ଟିରେ କୂଅର ପାଣି ଭରିବା ପାଇଁ ସେ ବାଲ୍ଟିକୁ ଧରିଲେ। ବଞ୍ଜାରା ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ କିଏ? ରାଜକୁମାର ଚନ୍ଦ୍ରସେନ କହୁଛନ୍ତି, ଭାଇ, ମୁଁ ଅସୁବିଧାରେ ଅଛି। ମୋତେ ଏଠାରୁ ବାହାର କରି ମୋ ଜୀବନ ବଞ୍ଚାନ୍ତୁ। ମୁଁ ତୁମ ଉପକାର ସାରା ଜୀବନ ଭୁଲି ପାରିବି ନାହିଁ। ତାପରେ ରାଜକୁମାର ଚନ୍ଦ୍ରସେନ ଦୁଃଖ ଦେଖି ବଞ୍ଜାରା ଚନ୍ଦ୍ରସେନକୁ କୂପରୁ ବାହାର କଲେ ଏବଂ ତାପରେ ପଚାରିଲେ, ଭାଇ, ତୁମେ କିଏ? ତୁମେ କେମିତି କୂଅରେ ପଡ଼ିଲ? ତାପରେ ଚନ୍ଦ୍ରସେନ କହିଲେ, ଭାଇ, ମୁଁ ମୋର ଏହି ବିଷୟରେ ତୁମକୁ କେମିତି କହିବି? ମୋ ସହିତ ଯେଉଁ ଘଟଣା ହେଇଛି, ଭଗବାନ ନ କରନ୍ତୁ ଏହା ଅନ୍ୟ କାହା ସହ ଘଟିତ ହେଉ। ତାପରେ ଚନ୍ଦ୍ରସେନ କହିଲେ, ତୁମେ ଯଦି ଜାଣିବାକୁ ଚାହୁଁଛ ତେବେ ମୁଁ ତୁମକୁ ମୋର କାହାଣୀ କହିବି। ମୁଁ ଜଣେ ରାଜକୁମାର। ମୋ ବାପା ମୋତେ ରାଜ୍ୟରୁ ବହିଷ୍କାର କଲେ। ତେଣୁ ମୁଁ ମୋର ପ୍ରିୟ ପତ୍ନୀଙ୍କ ସହିତ ଏକ ଜଙ୍ଗଲରେ ପହଞ୍ଚିଲି। ମୋ ପତ୍ନୀ ଏବଂ ମୁଁ ପରସ୍ପରକୁ ବହୁତ ଭଲ ପାଉଥିଲୁ। ଗୋଟିଏ ସାପ ମୋ ସ୍ତ୍ରୀକୁ କାମୁଡ଼ିଦେଲା ଏବଂ ସେ ମରିଗଲା। ଯେତେବେଳେ ମୁଁ ମୋ ପତ୍ନୀଙ୍କ ସହିତ ମରିବାକୁ ଯାଉଥିଲି, ଜଣେ ଦେବଦୂତ ମୋ ଉପରେ ଦୟାକରି ମୋ ବୟସର 20 ବର୍ଷ ଆୟୁ ମୋ ପତ୍ନୀକୁ ଦେବା ପରେ ତାଙ୍କୁ ପୁନର୍ଜୀବିତ କଲେ। ତାପରେ ଆମେ ସେହି ଜଙ୍ଗଲ ଅତିକ୍ରମ କରିଗଲୁ। କିଛି ଦିନ ପରେ ଆମେ ଏପରି ଏକ ସ୍ଥାନରେ ପହଞ୍ଚିଲୁ ଯେଉଁଠାରେ ଏକ ଫକୀରଙ୍କ ଶିବିର ଥିଲା। ମୁଁ ତୃଷ୍ଣାଗ୍ରସ୍ତ ଥିଲି, କିନ୍ତୁ ପାଣି ପିଇଲି। ଯେତେବେଳେ ମୁଁ ଫେରିଲି, ମୋ ପତ୍ନୀ ମୋତେ କହିଲେ ଯେ ତାଙ୍କୁ ମଧ୍ୟ ଶୋଷ ଲାଗୁଛି। ଏହି କଥା କହି ମୋ ପତ୍ନୀ ମୋ ସହିତ କୂଅରୁ ପାଣି ପିଇବାକୁ ଆସି ମୋତେ ପଛରୁ ଧକ୍କା ଦେଇଥିଲା। କୂଅରେ ଝୁଲୁଥିବା ଏକ ଚେନ୍ ମୋ ହାତରେ ଆସିଲା, ଯାହାଫଳରେ ମୁଁ କୂଅରେ ପଡ଼ି ମଧ୍ୟ ବଞ୍ଚିଯାଇଥିଲି ଏବଂ ତାପରେ ଯେତେବେଳେ ତୁମେ ଆସିଲ, ମୁଁ ତୁମକୁ ଡାକ ଦେଲି। ତୁମେ ମୋତେ କୂଅରୁ ରକ୍ଷା କଲ। ଏବେ ଶୁଆ କହିଲା, ପ୍ରଭୁ। ଏହିଭଳି ଭାବରେ ରାଜକୁମାର ଚନ୍ଦ୍ରସେନ ଦୁଃଖୀ ହୃଦୟରେ ବଞ୍ଜାରାକୁ ପୂରା କଥା କହିଲେ। ଯେତେବେଳେ ବଞ୍ଜାରା ତାଙ୍କ କଥା ଶୁଣି ରାଣୀଙ୍କ କର୍ମ ଶୁଣିଲେ ଏବଂ କହିଲେ ଯେ ଭଗବାନ ମଧ୍ୟ ନାରୀର ଚରିତ୍ର ବୁଝିପାରିବେ ନାହିଁ, ତେଣୁ ଜଣେ ପୁରୁଷ ଏହାକୁ କିପରି ବୁଝିପାରିବ? ସେ କହିଲେ, ଚିନ୍ତା କର ନାହିଁ, ଭଗବାନ ବହୁତ ଦୟାଳୁ, ସେ ତୁମକୁ ସାହାଯ୍ୟ କରିବେ। ତାପରେ ସେ କହିଲେ ଯେ ଯଦି ତୁମେ ଚାହୁଁଛ, ତୁମେ ଆମ ସହିତ ଯେତେ ଦିନ ଚାହଁ ରହିପାରିବ। ରାଜକୁମାର ଚନ୍ଦ୍ରସେନ ସେହି ବଞ୍ଜାରାମାନଙ୍କ ସହିତ ରହିବାକୁ ରାଜି ହେଲେ। ତାପରେ ସେମାନଙ୍କର ସହାୟତାରେ କିଛି ଦିନ ପରେ ସେହି ସ୍ଥାନରେ ପହଞ୍ଚିଲେ ଯେଉଁଠାରେ ତାଙ୍କ ପତ୍ନୀ ଚନ୍ଦ୍ରପ୍ରଭା ଏବଂ ଫକୀର ରହୁଥିଲେ। ରାଜକୁମାର କହିଲେ, ମୁଁ ଚାହୁଁଛି ଯେ ଆମେ ଏହି ସ୍ଥାନରେ କିଛି ଦିନ ରହିବା। ତାପରେ ବଞ୍ଜାରା କହିଲେ, ତୁମ ଇଚ୍ଛା, ମୋର କୌଣସି ଆପତ୍ତି ନାହିଁ। ତାପରେ ରାଜକୁମାର ଚନ୍ଦ୍ରସେନ ବଞ୍ଜାରାକୁ ଛାଡ଼ି ଅନ୍ୟ ଏକ ରାଜ୍ୟକୁ ଆସି
କାମ ସନ୍ଧାନରେ ବୁଲିବା ଆରମ୍ଭ କଲେ। ଜଣେ ବ୍ୟବସାୟୀ ଚନ୍ଦ୍ରସେନକୁ ଅତ୍ୟନ୍ତ ସମ୍ମାନ ଦେଇ ତାଙ୍କୁ ନିଜର ମୁନି କରିଥିଲେ ଏବଂ ଏହିପରି ଭାବରେ ରାଜକୁମାର ଚନ୍ଦ୍ରସେନ ତାଙ୍କ ଦିନକୁ ବହୁତ ଖୁସିରେ କାଟିବାକୁ ଲାଗିଲେ। ଥରେ ରାଣୀ ଚନ୍ଦ୍ରପ୍ରଭାଙ୍କ ନୃତ୍ୟ ହେବାକୁ ଯାଉଥିଲା। ସହରର ସମସ୍ତ ବ୍ୟବସାୟୀ ଓ ସେଠ ସାହୁକାର ରାଜାଙ୍କ ଦରବାରରେ ପହଞ୍ଚିଲେ। ରାଣୀଙ୍କ ନୃତ୍ୟ ଓ ଗୀତର ପ୍ରଶଂସା ଶୁଣିଥିବା ଚନ୍ଦ୍ରସେନ ମଧ୍ୟ ଭାବିଲେ ଯେ ମୁଁ ମଧ୍ୟ ଏହି ନୃତ୍ୟ ଦେଖିବା ଉଚିତ। ସେ ରାଜାଙ୍କ ଦରବାରରେ ସେଠଙ୍କ ସହ ପହଞ୍ଚିଥିଲେ। ରାଣୀ ଅପ୍ସରା ପରି ନୃତ୍ୟ କରିଥିଲେ ଏବଂ ତାଙ୍କ ମଧୁର ସ୍ୱରରେ ଅନେକ ସୁନ୍ଦର ଗୀତ ଉପସ୍ଥାପନ କରିଥିଲେ। ଏହା ଶୁଣି ମେହଫିଲର ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ ଏବଂ ସମସ୍ତେ ବହୁତ ପୁରସ୍କାର ଦେଲେ। ଏହା ଭାବି ରାଜାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପ୍ରଶଂସା କଲେ। ରାଜକୁମାର ଚନ୍ଦ୍ରସେନ ତାଙ୍କ ହାତରେ ମୁଦି ଯେଉଁଥିରେ ହୀରା ଥିଲା, ଏହାକୁ ବାହାର କରି ରାଣୀ ଚନ୍ଦ୍ରପ୍ରଭାଙ୍କୁ ପୁରସ୍କାର ଦେଇଥିଲେ। ଏହାପରେ ରାଣୀ ଚନ୍ଦ୍ରପ୍ରଭା ମୁଦିକୁ ଚିହ୍ନି ନିଜ ମନରେ ବିଚାର ଆରମ୍ଭ କଲେ। ମୁଁ ବହୁତ ଆଶ୍ଚର୍ଯ୍ୟ ଯେ ମୋ ସ୍ୱାମୀ ଜୀବିତ ଅଛନ୍ତି ଏବଂ ଏଠାରେ ପହଞ୍ଚିଛନ୍ତି। ବର୍ତ୍ତମାନ ସେ ମୋତେ ଛାଡ଼ିବେ ନାହିଁ, ତେଣୁ ମୁଁ କିଛି କହିବା ଉଚିତ ନୁହେଁ ଯାହାଦ୍ୱାରା ତାଙ୍କ ହତ୍ୟା କରାଯାଇପାରିବ। ସେ ତାଙ୍କ ମନରେ ଭାବିଲେ ଯେ ବର୍ତ୍ତମାନ ମୁଁ ଏଠାରେ ଏକ ମଧୁର ଗୀତ ଉପସ୍ଥାପନ କରିବି ଏବଂ ନୃତ୍ୟ କରିବି, ଯାହାଫଳରେ ରାଜା ଖୁସି ହେବେ ଏବଂ ମୋତେ କିଛି ମାଗିବାକୁ କହିବେ। ତାପରେ ମୁଁ ରାଜାଙ୍କ ଆଦେଶରେ ରାଜକୁମାର ଚନ୍ଦ୍ରସେନକୁ ମୃତ୍ୟୁଦଣ୍ଡ ଦେବାକୁ କହିବି। ରାଣୀଙ୍କ ଗୀତ ଶୁଣି ରାଜା ଖୁସି ହୋଇ ଚନ୍ଦ୍ରପ୍ରଭାଙ୍କୁ କହିଲେ, ମୁଁ ତୁମ ଉପରେ ବହୁତ ଖୁସି। ତୁମେ ମୋ ଠାରୁ କ'ଣ ମାଗିବାକୁ ଚାହଁ? ତାପରେ ରାଜକୁମାରୀ କହିଲେ ଯେ ଯଦି ଆପଣ ମୋ ଉପରେ ଖୁସି ଅଛନ୍ତି, ତେବେ ପ୍ରଥମେ ମୋତେ ପ୍ରତିଶ୍ରୁତି ଦିଅନ୍ତୁ ମୁଁ ଯାହା ମାଗିବି ଆପଣ ମୋତେ ତାହା ଦେବେ। ତାପରେ ଚନ୍ଦ୍ରପ୍ରଭା କହିଲେ, ଏହି ସଭାରେ ମୋର ଜଣେ ଚୋର ଅଛି, ଦୟାକରି ତାଙ୍କୁ ମୃତ୍ୟୁଦଣ୍ଡ ଦିଅନ୍ତୁ। ରାଜା କହିଲେ, ତୁମେ ଚୋରକୁ ମୋ ସାମ୍ନାକୁ ଆଣ। ରାଣୀ ଚନ୍ଦ୍ରସେନଙ୍କ ହାତ ଧରି ତାଙ୍କୁ ରାଜାଙ୍କ ସାମ୍ନାକୁ ନେଲେ। ରାଜା ତାଙ୍କ ସୈନ୍ୟମାନଙ୍କୁ ଚୋରକୁ ଜଲ୍ଲାଦମାନଙ୍କ ନିକଟକୁ ନେଇ ଚୋରକୁ ଫାଶୀ ଦେବାକୁ ଆଦେଶ ଦେଲେ। ଏହି ସମୟରେ ଚନ୍ଦ୍ରସେନଙ୍କ ସେଠ ମଧ୍ୟ ସେଠାରେ ପହଞ୍ଚିଲେ। ସେ ଚନ୍ଦ୍ରସେନଙ୍କ ପାଖକୁ ଯାଇ ପଚାରିଲେ ଯେ ତୁମେ ଏହି ନୃତ୍ୟଶିଳ୍ପୀଙ୍କଠାରୁ କ'ଣ ଚୋରି କରିଛ, ଯାହା ପାଇଁ ସେ ତୁମକୁ ହତ୍ୟା କରିବାକୁ ଚାହୁଁଛି? ଚନ୍ଦ୍ରସେନ ତାଙ୍କ ମାଲିକଙ୍କୁ କହିଲେ, ଗୁରୁ, ମୁଁ କିଛି ଚୋରି କରିନାହିଁ। ରାଜାଙ୍କୁ କୁହନ୍ତୁ ମୁଁ କେବଳ ଦୁଇଟି କଥା କହିବାକୁ ଚାହୁଁଛି। ଏବେ ଚନ୍ଦ୍ରସେନଙ୍କ ମାଲିକ ଏହା ଶୁଣି ନିଜ ସହ ବ୍ୟବସାୟୀ ଓ ସାହୁକାରଙ୍କ ପାଖକୁ ଯାଇ ସମସ୍ତେ ପରାମର୍ଶ କଲେ ଏବଂ ରାଜାଙ୍କୁ କହିଲେ ଯେ ଆମେ ମୁନିବ କୌଣସି ଚୋରି କରିନାହାନ୍ତି। ସେ କହୁଛି ଯେ ସେ ଆପଣଙ୍କୁ ଦୁଇଟି କଥା କହିବାକୁ ଚାହୁଁଛି। ତଥାପି ଯଦି ଆପଣ ଭାବୁଛନ୍ତି ଯେ ସେ ଏକ ଅପରାଧୀ, ତେବେ ତାକୁ ଫାଶୀ ଦିଆଯିବ। ତାପରେ ରାଜା ବ୍ୟବସାୟୀଙ୍କ କଥା ଶୁଣି କହିଲେ, ଠିକ୍ ଅଛି, ମୁନିମକୁ ଡାକ। ଚନ୍ଦ୍ରସେନକୁ ରାଜାଙ୍କ ସାମ୍ନାକୁ ଅଣାଯାଇଥିଲା ଏବଂ ରାଜା କହିଲେ, ଯାହା କହିବାକୁ ଚାହୁଁଛ ତାହା କୁହ। ତାପରେ ରାଜକୁମାର ଚନ୍ଦ୍ରସେନ କହିଲେ, ମହାରାଜ, କ'ଣ ଦୋଷ କରିଛି ଯେଉଁଥିପାଇଁ ଆପଣ ମୋର ହତ୍ୟା ନିର୍ଦ୍ଦେଶ ଦେଇଛନ୍ତି? ତାପରେ ରାଜା କହିଲେ, ତୁମେ ଏହି ନୃତ୍ୟଶିଳ୍ପୀଙ୍କ ଚୋର। ତାପରେ ଚନ୍ଦ୍ରସେନ କହିଲେ, ମହାରାଜ, ମୁଁ ଏହି ପାପୀ ମହିଳାଙ୍କ ସ୍ୱାମୀ, ଯାହାକୁ କୂଅ ଭିତରକୁ ଠେଲି ଦେଇ ସେ ଫକୀରଙ୍କ ସହ ଏଠାକୁ ଚାଲି ଆସିଛନ୍ତି। ତାପରେ ନର୍ତ୍ତକୀ ରାଜାକୁ କହିଲେ, ମହାରାଜ, ମୁଁ ପାପୀ ନୁହେଁ, ସେ ମିଛ କହୁଛି। ମୁଁ ଜାଣେ ନାହିଁ ସେ କିଏ, ଏ ମୋ ଚୋର, ମୁଁ କେବଳ ଏତିକି ଜାଣେ। ତାପରେ ରାଜକୁମାର ଚନ୍ଦ୍ରସେନ କହିଲେ, ମହାରାଜ, ଯଦି ସେ ମୋର ପତ୍ନୀ ନୁହେଁ, ତେବେ ବାଟରେ ମୁଁ ଛାଡ଼ିଥିବା ସବୁ କିଛି ମୋତେ ଫେରାଇ ଦେବାକୁ କୁହନ୍ତୁ। ତାପରେ ଚନ୍ଦ୍ରସେନ ରାଣୀଙ୍କ ଆଡ଼କୁ ଦେଖିଲେ। ଯେତେବେଳେ ରାଜକୁମାରୀ ଚନ୍ଦ୍ରପ୍ରଭାଙ୍କୁ ତାଙ୍କ ସମ୍ପତ୍ତି ଫେରସ୍ତ କରିବାକୁ କୁହାଗଲା, ସେ ରାଜି ହୋଇଗଲେ। ସେତେବେଳେ ଚନ୍ଦ୍ରସେନ କହିଲେ, ଆଚ୍ଛା, ବର୍ତ୍ତମାନ ତୁମେ ତୁମ ହାତରେ ପାଣି ନିଅ। ଆମର ନ୍ୟାୟ ଏହି ଦରବାରରେ ହେବ। ସେ ପାଣି ନେଇ ହାତରେ ରଖି କହିଲେ ଯେ ବାଟରେ ମୋତେ ଯେଉଁ ଜିନିଷ ଦିଆଯାଇଥିଲା ମୁଁ ତାହା ଏବେ ଫେରାଇ ଦେଉଛି। ରାଣୀ ମଧ୍ୟ ପାଣି ନେଇ କହିଲେ ଯେ ବାଟରେ ସେ ମୋତେ ଯେଉଁ ଜିନିଷ ଦେଇଥିଲେ ତାହା ମୁଁ ଫେରାଇ ଦେଉଛି। ଏବେ ସେ ହାତର ପାଣି ଛାଡ଼ିବା ମାତ୍ରେ ରାଣୀଙ୍କ ପ୍ରାଣ ଚାଲିଯାଇଥିଲା। ସେଠାକାର ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ରାଜା ଆଶ୍ଚର୍ଯ୍ୟ ହୋଇ ଚନ୍ଦ୍ରସେନଙ୍କୁ କହିଲେ, ଏବେ ଏଠାରେ କ'ଣ ଘଟିଗଲା, ମୋତେ ତାହା ସ୍ପଷ୍ଟ ଭାବରେ କୁହ।
ତାପରେ ରାଜକୁମାର ଚନ୍ଦ୍ରସେନ ତାଙ୍କ ଜୀବନର ସମସ୍ତ ଘଟଣା ଖୋଲାଖୋଲି ଭାବରେ ବର୍ଣ୍ଣନା କରି ନିଜ କାହାଣୀ ଆରମ୍ଭ କଲେ ଏବଂ ନିଜ ସମସ୍ତ ଘଟଣାକୁ ବର୍ଣ୍ଣନା କଲେ। ସବୁକିଛି ଶୁଣିବା ପରେ ରାଜା ଚନ୍ଦ୍ରସେନକୁ ଆଲିଙ୍ଗନ କରି ତାଙ୍କ କନ୍ୟାକୁ ଚନ୍ଦ୍ରସେନଙ୍କ ସହ ବିବାହ କରାଇଥିଲେ। ଶୁଆ କହିଲା, ପ୍ରଭୁ, ମୁଁ ଏହି କାହାଣୀ ଦ୍ୱାରା କହିପାରିବି ଯେ ଏହି ଦୁନିଆରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ପାପୀ ଏବଂ ଅବିଶ୍ୱାସ ଅଟନ୍ତି। ପାର୍ବତୀ କହିଲେ, ପ୍ରଭୁ, ମୁଁ ଭାବୁଛି ଶୁଆ ସତ କହୁଛି। ସମସ୍ତ ସ୍ତ୍ରୀମାନଙ୍କ ମଧ୍ୟରୁ କେବଳ ଗୋଟିଏ କିମ୍ବା ଦୁଇଟି ହିଁ ବିନା ନୈତିକ ମୂଲ୍ୟବୋଧ ଏବଂ ସଚ୍ଚୋଟତା ବିହୀନ ହୋଇପାରନ୍ତି, କିନ୍ତୁ କିଛି ପୁରୁଷ ମଧ୍ୟ ଅଛନ୍ତି ଯେଉଁମାନେ ପାପୀ ଏବଂ ଅବିଶ୍ୱାସୀ ହୋଇପାରନ୍ତି। ଭଗବାନ ଶିବ କହିଲେ, ସାରି, ତୁମେ କିପରି ସିଦ୍ଧ କରିଛ ଯେ ପୁରୁଷମାନେ ପାପୀ? ସାରି କହିଲା, ମୁଁ ମଧ୍ୟ ଆପଣଙ୍କୁ ଏକ କାହାଣୀ କହିବି ଯାହା ସ୍ପଷ୍ଟ କରିଦେବ ଯେ ପୁରୁଷମାନେ ମହିଳାଙ୍କ ତୁଳନାରେ ଅଧିକ ପାପୀ ଓ ଅବିଶ୍ୱାସୀ। ତାପରେ ଶୁଆ କହିଲା, ଆରମ୍ଭ କଲା। ଭଗବାନ ଏକ ଗ୍ରାମରେ ଏକ ପରିବାର ରହୁଥିଲେ ଯେ ବହୁତ ଧନୀ ଥିଲେ ଏବଂ ସେଠଙ୍କ ପୁଅ ଏତେ ଜୁଆରୀ ଥିଲା ଯେ ସେଠ ତା ବିଷୟରେ ଭାବି ଭାବି ସବୁବେଳେ ଚିନ୍ତାରେ ରହୁଥିଲେ। ଦିନେ ତା ବାପାଙ୍କ ଦେହାନ୍ତ ହୋଇଗଲା, ତଥାପି ସେ ଜୁଆ ଖେଳିବା ବନ୍ଦ କରିନଥିଲେ। କିନ୍ତୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଖୋଲାଖୋଲି ଜୁଆ ଖେଳିବା ଆରମ୍ଭ କଲା ଏବଂ ତାର ସବୁ କିଛି ହରାଇଲା। ତାପରେ ସେ ତାଙ୍କ ଗାଁକୁ ଦୂରକୁ ଯାଇ ଆଉ ଜଣେ ସେଠଙ୍କ ଘରେ ପହଞ୍ଚିଥିଲା। ସେ ସେଠଙ୍କୁ କହିଲେ ଯେ ମୋତେ ବହୁତ ଶୋଷ ଲାଗୁଛି, ମୋତେ ଗୋଟିଏ ଗ୍ଲାସ୍ ପାଣି ମିଳିବ? ସେଠ ଯୁବକଙ୍କୁ ପଚାରିଲେ ଯେ ତୁମେ କିଏ, ତୁମେ କ'ଣ କର ଏବଂ କେଉଁଠାରୁ ଆସିଛ? ଏହାର ଜବାବରେ ଯୁବକ ଜଣକ କହିଲେ, ମୁଁ ଜଣେ ବ୍ୟବସାୟୀ ଏବଂ ମୁଁ ଏଠାକୁ ଯାଉଥିଲି। ମୋତେ ଶୋଷ ହେବାରୁ ମୁଁ ଭାବିଲି ମୁଁ ପାଣି ପିଇ ଚାଲିଯିବି। ତାପରେ ସେଠ ପଚାରିଲେ, ତୁମେ କ'ଣ ବ୍ୟବସାୟ କରୁଛ? ତାପରେ ଯୁବକ ଜଣକ କହିଲେ ଯେ ବ୍ୟବସାୟ କରିବା ପାଇଁ ସାମାନ ଆଣୁଥିବା ସମୟରେ ମୋର ସମସ୍ତ ସାମଗ୍ରୀ ସମୁଦ୍ରରେ ଖସିଗଲା। ତେଣୁ ଯଦି ଆପଣ ମୋତେ ସାହାଯ୍ୟ କରିବେ ତେବେ ଭଲ ହୁଅନ୍ତା। ସେତେବେଳେ ସେଠ ଯୁବକଙ୍କ କଥା ଶୁଣି ତାଙ୍କ କଥାର ଜାଲରେ ଫସି ଯାଇଥିଲେ ଏବଂ କହିଲେ, ପୁଅ, ତୁମେ ତ ଦେଖିବାକୁ ଭଲ ଅଛ ଏବଂ କିଛି ରୋଜଗାର ବି କରୁଛ, ତେବେ ତୁମେ ମୋ ଝିଅକୁ ବିବାହ କରିବ କି? ଏହା ଶୁଣି ଯୁବକ ଖୁସି ହୋଇ ବିବାହ ପାଇଁ ହଁ କହିଲେ। ଏହାପରେ ଦୁହେଁ ବିବାହ କରିଲେ ଏବଂ ଏବେ ବିବାହ ପରେ ଯୁବକ ଜଣକ ସେଠଙ୍କ ଝିଅକୁ ସାଙ୍ଗରେ ନେଇ ଯାଉଥିବା ବେଳେ ସେଠାରେ ଏକ ଜଙ୍ଗଲ ଆସିଲା। ଯୁବକ ଜଣକ ତାଙ୍କ ପତ୍ନୀକୁ କହିଲେ, ଦେଖ, ଆମେ ବର୍ତ୍ତମାନ ଜଙ୍ଗଲରେ ଅଛୁ। କୌଣସି ଚୋର ତୁମର ଗହଣା ଚୋରି କରିପାରେ, ତେଣୁ ତୁମେ ମୋତେ ତୁମର ସମସ୍ତ ଗହଣା ମୋତେ ଦିଅ, ଯାହାଦ୍ୱାରା ତୁମର ଗହଣା ସବୁ ସୁରକ୍ଷିତ ହୋଇ ରହିପାରିବ। ଏହାପରେ ଯୁବକ ଜଣକ ନିଜ ପତ୍ନୀଙ୍କ ଗହଣାକୁ ଏକ କପଡ଼ାରେ ବାନ୍ଧି ଦେଇଥିଲେ ଏବଂ ପରେ ସେମାନେ ଜଙ୍ଗଲରେ ଆରାମ କରିଥିଲେ। ସେହି ଯୁବକର ମନରେ ଆଗରୁ ଲୋଭ ଥିଲା। ସେ ତାଙ୍କ ମନରେ ଭାବିଲେ ଯେ ମୁଁ କେବଳ ଟଙ୍କା ପାଇଁ ତାଙ୍କୁ ବିବାହ କରିଛି ଏବଂ ମୁଁ ଟଙ୍କା ପାଇଲି। ସେଥିପାଇଁ ସେ ପ୍ରଥମେ ରାଣୀଙ୍କ ସହ ଯେଉଁ ଦାସୀ ଆସିଥିଲେ ସେହି ଯୁବକ ପ୍ରଥମେ ସେ ଦାସୀର ହତ୍ୟା କରିଥିଲେ ଏବଂ ତାପରେ ସେ ତାଙ୍କ ପତ୍ନୀକୁ କୂଅରେ ଠେଲି ଦେଇଥିଲେ ଓ ସେ ଭାବିଲେ ଯେ ସେ ପାଣିରେ ବୁଡ଼ି ମରିଯିବେ। ଜଣେ ବ୍ୟକ୍ତି ସେଠାରୁ ଯାଉଥିବା ବେଳେ ଜଣେ ମହିଳାଙ୍କ ସ୍ୱର ଶୁଣି ସେ ମହିଳାଙ୍କୁ କୂଅ ଭିତରୁ ବାହାର କରିଥିଲେ। ତାପରେ କୂଅରୁ ବାହାରକୁ ଆସିବା ପରେ ମହିଳା ଜଣକ ତାଙ୍କ ସମସ୍ତ ସୂଚନା ସେହି ବ୍ୟକ୍ତିଙ୍କୁ ଦେଇଥିଲେ ଏବଂ ସେହି ବ୍ୟକ୍ତି ଜଣକ ମହିଳାଙ୍କୁ ତାଙ୍କ ବାପାଙ୍କ ଘରକୁ ନେଇଯାଇଥିଲେ। ଘରକୁ ଯାଇ ସେ ତାଙ୍କ ବାପାଙ୍କୁ କହିଲେ ଯେ କିଛି ଚୋର ଆମକୁ ଆକ୍ରମଣ କରି ପ୍ରଥମେ ଦାସୀର ହତ୍ୟା କଲେ, ମୋତେ କୂଅ ଭିତରକୁ ଠେଲିଦେଲେ ଏବଂ ସ୍ୱାମୀଙ୍କ ବିଷୟରେ ମୁଁ କିଛି ଜାଣିନାହିଁ। ଝିଅର କଥା ଶୁଣି ସେଠଜୀ କହିଲେ, କିଛି ଅସୁବିଧା ନାହିଁ, ଭଗବାନ ସବୁକିଛି ଠିକ୍ କରିଦେବେ। ଏବେ ମୁଁ କହୁଛି ଯେ ପ୍ରଭୁ, ଏହି ଦୁନିଆରେ ଉଭୟ ପୁରୁଷ ଓ ମହିଳା ଅବିଶ୍ୱାସୀ ଓ ପାପୀ ହୋଇପାରନ୍ତି। ବର୍ତ୍ତମାନ ଆପଣ ହିଁ ବିଚାର କରନ୍ତୁ। ଏବେ ଶୁଆ ଏବଂ ସାରିର କାହାଣୀ ଶୁଣି ଭଗବାନ ଶିବ କହିଲେ, ଠିକ୍ ଅଛି ଶୁଆ ଏବଂ ସାରି, ମୁଁ ତୁମ କାହାଣୀକୁ ଧ୍ୟାନର ସହ ଶୁଣିଛି। ବର୍ତ୍ତମାନ ମୁଁ ତୁମକୁ ବିଚାର କରି କହୁଛି ଯେ ଏହି ଦୁନିଆରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ପ୍ରକୃତରେ କିଏ ଅଧିକ ପାପୀ ଓ କିଏ ଅବିଶ୍ୱାସୀ? ଭଗବାନ ଶିବ ଉତ୍ତର ଦେଲେ, ଏଥିରେ କୌଣସି ସନ୍ଦେହ ନାହିଁ। ଏହା ସତ ଯେ ମଣିଷର ଚିନ୍ତାଧାରା ତାକୁ ସ୍ତରରୁ ତଳକୁ ନେଇ ଯାଇପାରେ ଏବଂ ସେ ଜଣେ ପାପୀ ଓ ଅବିଶ୍ୱାସଘାତୀ ହୋଇପାରେ। ସେ ଜଣେ ମହିଳା ହୁଅନ୍ତୁ କିମ୍ବା ପୁରୁଷ, କୌଣସି ପ୍ରକାର ପାପ କରିବା ପୂର୍ବରୁ ସେ ଠିକ୍ କି ନାହିଁ ଚିନ୍ତା କରିବା ଉଚିତ।
ସେଥିପାଇଁ ପାପୀ ଓ ବିଶ୍ୱାସଘାତକୀର କୌଣସି ବର୍ଗ ବା ଜାତି ନଥାଏ। ବାସ୍ତବରେ ମଣିଷର ଚିନ୍ତାଧାରା ତାଙ୍କ ତଳକୁ ଯାଇପାରେ। ଏହା ହିଁ ପାପୀ ଏବଂ ବିଶ୍ୱାସଘାତକ ବନାଇଦିଏ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଓ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ରହିଲି, ଜୟ ଜଗନ୍ନାଥ।